ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय अध्याय श्रीमद् भगवत गीतार यथार्थ स्वरूप। श्रीमद् भगवत गीता स्वयं परमात्मा को मुख निसृत बाणी बोली सर्वजन स्वीकृति। मानव सृष्टिर एक विशेष संधीक्षण बा घोर धर्म संकट काल परमात्मा धरापृष्ठरे अवतरण करी धर्मभ्रष्ट मानव समाज को सुख शांति पवित्रता और समृद्धि परिपूर्ण सत्ययुगीय स्वर्गीय साम्राज्य स्थापना पाई लुप्त प्राय ईश्वरीय ज्ञान और राजयोगर व्याख्या करती। सकाले नेह महतम जोग नष्ट परंतप। यही ज्ञान और जोगर अनुसरण द्वारा महात्मागण मानवात्मागण विषय विकारु मुक्त होई दिव्य जीवन यापन करती। एहीपरि कलिजुगीय संस्कारर परिवर्तन हुए और महाविनाश पर ସେହି दिव्य मानवात्मागण को नहीं सत्ययुगर प्रारंभ हुए। कल्पर प्रथमार्थ सृष्टिचक्रर स्वर्णिम जुग। एही कालावधिरे जीवात्मा सुख शांति समृद्धि और पवित्रता पूर्ण जीवन यापन करुथिबारु पूर्वजन्मरे परमात्मा द्वारा प्राय ज्ञान प्राप्त ज्ञान जग को विस्तृत हो जाए। तेणु कहा जाए, दुख में सिमिरन सब करे सुख में करे ना कोई। अगर सुख में सिमिरन करे तो दुख काहे को होए। सुखरे मनीष परमात्मा को भूली जाए। बारंबार आवागमन चक्र आसिबा द्वारा तार पवित्रता शक्ति क्षीण हो जाए और से आत्मविस्तृत हो पड़े। देह अभिमानर वशवर्ती होई से काम क्रोधादि विकार समूह पीड़ित होई अत्यंत दुखी हो पड़े। केतेक महात्मा एही दुखर कारण और निवारण पाई चिंतन करती। साधना और एकाग्रता शक्ति द्वारा कल्पांतरे बा कलिजुगर अंतिम क्षण परमात्मा द्वारा प्रदान करा जायथिबा ईश्वरीय ज्ञान और जोगर कियमदांश सेमानक बुद्धिरे स्मरण हुए। एहाको सेमाने भाषा द्वारा छंदबोध करती। एहीपरि वेद उपनिषद दर्शन शास्त्र आदिर सृष्टि हुए। तेणु मुनि ऋषि मानकु मंत्र द्रष्टा कहती, स्रष्टा नुहे। कारण एकमात्र परमात्मा ही ज्ञानदाता अटंती। श्रीमद् भगवत गीता मध्य एहीपरि प्रचेष्टार परिणाम अटे। कालक्रमे विभिन्न समयरे विभिन्न ग्रंथाकारଙ୍କ हस्तक्षेप फलरे अन्यान्य पुराण शास्त्र परि गीता मध्य तार आदिम स्वरूप हराइला। ଏହା ଉପରେ ଅନେକ ଗବେଷଣା ହୋଇଛି, ଅନେକ ପ୍ରଶ୍ନ ଉତ୍ଥାପିତ ହୋଇଛି। ଆଲୋଚ୍ୟ ପ୍ରସଙ୍ଗରେ ସେଗୁଡ଼ିକ ଉପରେ ଆଲୋକପାତ କରାଯିବ। ଶ୍ରୀମଦ୍ ଭଗବତ ଗୀତାର ଯଥାର୍ଥ ସ୍ୱରୂପ ଜାଣିବା ପାଇଁ ହେଲେ ଏହି ପ୍ରକରଣର କର୍ତ୍ତା ସମୟ ତଥା ସ୍ଥାନ ବିଷୟର ସଠିକ୍ ତଥ୍ୟ ଜାଣିବା ଏକାନ୍ତ ପ୍ରୟୋଜନ। ପ୍ରଚଳିତ ମାନ୍ୟତା ଅନୁସାରେ ମହାଭାରତ ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ଗୁରୁଜନ ତଥା ସ୍ୱଜନମାନଙ୍କ ମୃତ୍ୟୁ କଳ୍ପନା କରି ଅର୍ଜୁନ ବିଷାଦଗ୍ରସ୍ତ ହୋଇପଡ଼ିଲେ। ତାଙ୍କର ସମସ୍ତ ପୂର୍ବାଗ୍ରହ ଦୂର କରି ତାଙ୍କୁ ନଷ୍ଟ ମହା ସ୍ମୃତିଲବ୍ଧା ଓ ସନ୍ଦେହ ରହିତ ହୋଇ ପୁନଶ୍ଚ ଯୁଦ୍ଧରେ ପ୍ରବୃତ୍ତ କରାଇବା ପାଇଁ ଭଗବାନ ଗୀତା ଜ୍ଞାନ ଶୁଣାଇଥିଲେ। ତେଣୁ ସାଧାରଣ ଲୋକେ ମହାଭାରତ ଯୁଦ୍ଧ ଓ ଗୀତା ପ୍ରକରଣକୁ ସେହି ଏକ ସମୟରେ କୁରୁକ୍ଷେତ୍ର ଯୁଦ୍ଧ ପଡ଼ିଆରେ ସଂଘଟିତ ହୋଇଥିଲା ବୋଲି ସ୍ୱୀକାର କରିଆସିଛନ୍ତି। କିନ୍ତୁ କେତେକ ବିଦ୍ୱାନ
ଏହି ଘଟଣା ଉପରେ ଆଶଙ୍କା ପ୍ରକାଶ ପୂର୍ବକ କୁହନ୍ତି ଯେ ମହାଭାରତରେ ଉଲ୍ଲିଖିତ ଉଭୟ ପକ୍ଷର ବିଶାଳ ସୈନ୍ୟ ସାମନ୍ତ କୁରୁକ୍ଷେତ୍ରରେ ସୀମିତ ସ୍ଥାନରେ ଏକତ୍ର ହୋଇ ଯୁଦ୍ଧ କରିବା ସମ୍ଭବ ନୁହେଁ। ତାପରେ ଯୁଦ୍ଧର ଠିକ୍ ଅବ୍ୟବହିତ ପୂର୍ବରୁ ଯେତେବେଳେ ଉଭୟ ପକ୍ଷ ପରସ୍ପରକୁ ଆକ୍ରମଣ କରିବା ପାଇଁ ନିଜ ନିଜ ପକ୍ଷର ସେନାପତିମାନଙ୍କ ଠାରୁ ଶଙ୍ଖ ଧ୍ୱନି ଦ୍ୱାରା ସାଙ୍କେତିକ ଆଦେଶ ପାଇସାରିଥିଲେ, ଏହିପରି ଏକ ଉତ୍ତେଜକ ମୁହୂର୍ତ୍ତରେ 18 ଅଧ୍ୟାୟ ବିଶିଷ୍ଟ ଶ୍ରୀକୃଷ୍ଣ ଓ ଅର୍ଜୁନଙ୍କ କଥୋପକଥନ ଅବ୍ୟାହତ ରହିବା ଏବଂ ଏହାର ପରିସମାପ୍ତି ପର୍ଯ୍ୟନ୍ତ କୌରବ ପକ୍ଷର ସେନା ଶାନ୍ତ ଭାବରେ ଧୈର୍ଯ୍ୟପୂର୍ବକ ଅପେକ୍ଷା କରି ଛିଡ଼ା ହୋଇ ରହିଥିବା ସମ୍ଭବ ପ୍ରତୀତ ହେଉନାହିଁ। କାରଣ ଯେଉଁ ମହାଭାରତ ଯୁଦ୍ଧରେ ସବୁ ପ୍ରକାର ଅନୀତି, ଛଳ, କପଟ, ଶସ୍ତ୍ରହୀନ ବ୍ୟକ୍ତିକୁ ପ୍ରହାର କରିବା ଭଳି ଅଧାର୍ମିକ କର୍ମ କରିବାକୁ କୌଣସି ପକ୍ଷର ସେନାନାୟକମାନେ କୁଣ୍ଠିତ ହୋଇନାହାନ୍ତି, ସେଇଠି କାପୁରୁଷ ପରି କାର୍ପଣ୍ୟ ଦୋଷୋପହତ ସ୍ୱଭାବଃ ଗାଣ୍ଡୀବ ଧନୁ ତ୍ୟାଗ କରିଥିବା ଅର୍ଜୁନଙ୍କୁ ମୋ ଭଗବାନଙ୍କ କଥା ଶୁଣି ଯୁଦ୍ଧ ପାଇଁ ପୁନଃ ଉତ୍ସାହିତ ହେବା ପର୍ଯ୍ୟନ୍ତ ଶତ୍ରୁପକ୍ଷ ଅପେକ୍ଷା କରି ରହିଥିବା କଥା ଅସମ୍ଭବ ମନେହୁଏ। ଅନ୍ୟ ପକ୍ଷରେ ପ୍ରଶ୍ନ ଉଠେ ଯେ ଯେତେବେଳେ ସୃଷ୍ଟିରେ ଅଧର୍ମ ବଢ଼େ, ସେତେବେଳେ ପରମାତ୍ମା ଅଧର୍ମର ବିନାଶ ଓ ସତ୍ୟ ଧର୍ମର ସ୍ଥାପନ ପାଇଁ ଅବତରଣ କରନ୍ତି। ଯଦା ଯଦା ହି ଧର୍ମସ୍ୟ, ତାହେଲେ କ'ଣ ସେ କୌରବ ଓ ପାଣ୍ଡବମାନଙ୍କ ମଧ୍ୟରେ ହିଂସା ପ୍ରଣୋଦିତ ଯୁଦ୍ଧ କରାଇ ସତ୍ୟ ଧର୍ମର ସ୍ଥାପନା କରିଥିଲେ? ହିଂସା ଦ୍ୱାରା କ'ଣ ଅଧର୍ମର ବିନାଶ ହୋଇ ସତ୍ୟ ଧର୍ମର ସ୍ଥାପନା ହୋଇପାରେ? ଯଦି ଯୁଦ୍ଧ ଦ୍ୱାରା ଅଧର୍ମୀ କୌରବମାନଙ୍କର ବିନାଶ ହିଁ ଭଗବାନଙ୍କର ଉଦ୍ଦେଶ୍ୟ ଥିଲା, ତେବେ ସେ ଜ୍ଞାନ ଓ ଯୋଗ ତତ୍ତ୍ୱର ବ୍ୟାଖ୍ୟା କରୁଥିଲେ କାହିଁକି? ଅର୍ଜୁନକୁ ଗୀତା ଜ୍ଞାନ ନ ଶୁଣାଇ ସେ ଏକଥା ମଧ୍ୟ କହିପାରିଥାନ୍ତେ, ହେ ଅର୍ଜୁନ, ତୁ କାହା ପାଇଁ ଶୋକ କରୁଛୁ? ଏଇ ଦୁର୍ଯ୍ୟୋଧନ ପାଇଁ? ମନେ ପକାଅ, ଏହି ପାଷଣ୍ଡ ହିଁ ତ ତୋର ପ୍ରିୟ ପତ୍ନୀ ଦ୍ରୌପଦୀଙ୍କୁ କୁରୁ ରାଜସଭାରେ ଉଲଗ୍ନ କରିବାକୁ ଆଦେଶ ଦେଇଥିଲା। ଭୀମଙ୍କୁ ବିଷ ଲଡୁ ଖୁଆଇଥିଲା। ତୁମମାନଙ୍କୁ ଯତୁଗୃହରେ ପୋଡ଼ି ମାରିଦେବାକୁ ଚକ୍ରାନ୍ତ କରିଥିଲା। କପଟ ପଶାରେ ତୁମର ରାଜ୍ୟ ହରଣ କରିନେଲା। ତୁ କ'ଣ ଭୁଲିଗଲୁଣି? ଏହି ଦୁଃଶାସନ ହିଁ ତ ପାଣ୍ଡବମାନଙ୍କ କୁଳବଧୂ ରଜସ୍ୱଳା ଅବସ୍ଥାରେ କିସା କର୍ଷଣ ପୂର୍ବକ ରାଜ ଅନ୍ତଃପୁରରୁ ଘୋଷାଡ଼ି କୁରୁ ରାଜସଭାକୁ ଆଣି ବଳପୂର୍ବକ ବିବସନା କରୁଥିଲା। ଏମାନଙ୍କୁ ତୁ ସ୍ୱଜନ ବୋଲି ଅନୁକମ୍ପା ଦେଖାଉଛୁ? ଦୁର୍ଯ୍ୟୋଧନର ପାପ ଅନ୍ନରେ ପ୍ରତିପାଳିତ ଏହି ଦ୍ରୋଣ ତଥା ଅଧର୍ମର ପକ୍ଷ ନେଇ ଯୁଦ୍ଧ ପାଇଁ ଉଦ୍ୟତ ଥିବା ପିତାମହ ଭୀଷ୍ମଙ୍କୁ ତୁ ଗୁରୁଜନ ବୋଲି କହୁଛୁ? ଏମାନେ ତ ପୁଣି ରାଜକୁଳବଧୂ ଦ୍ରୌପଦୀଙ୍କ ବିକଳ ପ୍ରାର୍ଥନାକୁ ପ୍ରତ୍ୟାଖ୍ୟାନ କରି ତାଙ୍କର ବିବସନା ହେବାର ପାଶବିକ ଦୃଶ୍ୟକୁ ଅସହାୟ ଭାବରେ ଦେଖୁଥିଲେ। ତୋ ଭଳି ବୀରପୁଙ୍ଗବକୁ ଏଭଳି ଶୋକାବିଷ୍ଟ ହେବାର ଶୋଭା ପାଏ ନାହିଁ। ଏଠାରୁ ଫେରିଯାଇ ତୁ ଦ୍ରୌପଦୀଙ୍କୁ ତଥା ମାତା କୁନ୍ତୀଙ୍କୁ କେଉଁ ଦମ୍ଭରେ ମୁହଁ ଦେଖାଇବୁ? ତୋର ଅନୁରୋଧ ରକ୍ଷା କରି ଆଜି ମୁଁ ତୋର ସାରଥୀ ହେବାକୁ ମଧ୍ୟ କୁଣ୍ଠିତ ହୋଇନାହିଁ। ତୁ ଆଜି ଯୁଦ୍ଧକ୍ଷେତ୍ରରୁ ନପୁଂସକ ଭଳି ପଳାୟନ କଲେ ସଂସାରର ଲୋକେ ମୋତେ କ'ଣ କହିବେ? ତେଣୁ ହେ ଅର୍ଜୁନ, କୌଣସି ଅନୁଶୋଚନା ନ କରି ଗାଣ୍ଡୀବ ଧାରଣ କର ଓ ଶୀଘ୍ର ଏ ଦୁଷ୍ଟମାନଙ୍କୁ ସଂହାର କର। କ୍ରମଶଃ ଓମ୍ ଶାନ୍ତି